ସେମାନେ 3 ମାସ ପୂର୍ବରୁ ଚକ୍ରାନ୍ତ କରିଛନ୍ତି ବୋଲି ନିଜ ମୁହଁରେ ସ୍ୱୀକାର କରିଛନ୍ତି। ତେଣୁ ଚକ୍ରାନ୍ତକାରୀଙ୍କର କାମ ହେଉଛି ସବୁବେଳେ ଚକ୍ରାନ୍ତ କରିବା, ସେଥିରେ କିଛି ଫରକ ପଡ଼ିବ ନାହିଁ। ନବୀନ ପଟ୍ଟନାୟକ ଏବଂ ତାଙ୍କ ପରିବାର ତ୍ୟାଗ ପାଇଁ ଓଡ଼ିଶାବାସୀ ତାଙ୍କୁ ଜାଣିଛନ୍ତି। ବିଜୁ ବାବୁ ନିଜର ସମ୍ପତ୍ତି ବିକିଛନ୍ତି, ନବୀନ ବାବୁ ନିଜର ସମସ୍ତ ପୈତୃକ ସମ୍ପତ୍ତି କଟକରେ ରାଜ୍ୟ ସରକାରଙ୍କୁ ଦାନ କରିଦେଇଛନ୍ତି। ତେଣୁ ନବୀନ ପଟ୍ଟନାୟକ ଧୀରେ ଯେତେ ଚେଷ୍ଟା କଲେ ବି କଳା ଦାଗ ଲଗାଇ ପାରିବେନି। ଚକ୍ରାନ୍ତକାରୀଙ୍କର ସମସ୍ତ ଚକ୍ରାନ୍ତ ପଣ୍ଡ ହେବ। ସତ୍ୟ ସବୁବେଳେ ସତ୍ୟ ଏବଂ ସତ୍ୟ ସାମ୍ନାକୁ ଆସିବ। ଚକ୍ରାନ୍ତକାରୀ ମାନେ ମାରିଛନ୍ତି, ଭାରତୀୟ ଜନତା ପାର୍ଟି ସହଯୋଗରେ ଚକ୍ରାନ୍ତକାରୀ ମାନେ ମାରିଛନ୍ତି। ସେମାନେ 3 ମାସ ପୂର୍ବରୁ ଚକ୍ରାନ୍ତ କରିଛନ୍ତି ବୋଲି ନିଜ ମୁହଁରେ ସ୍ୱୀକାର କରିଛନ୍ତି। ତେଣୁ ଚକ୍ରାନ୍ତକାରୀଙ୍କର କାମ ହେଉଛି ସବୁବେଳେ ଚକ୍ରାନ୍ତ କରିବା, ସେଥିରେ କିଛି ଫରକ ପଡ଼ିବ ନାହିଁ। ନବୀନ ପଟ୍ଟନାୟକ ଏବଂ ତାଙ୍କ ପରିବାର ତ୍ୟାଗ ପାଇଁ ଓଡ଼ିଶାବାସୀ ତାଙ୍କୁ ଜାଣିଛନ୍ତି। ବିଜୁ ବାବୁ ନିଜର ସମ୍ପତ୍ତି ବିକିଛନ୍ତି, ନବୀନ ବାବୁ ନିଜର ସମସ୍ତ ପୈତୃକ ସମ୍ପତ୍ତି କଟକରେ ରାଜ୍ୟ ସରକାରଙ୍କୁ ଦାନ କରିଦେଇଛନ୍ତି। ତେଣୁ ନବୀନ ପଟ୍ଟନାୟକ ଧୀରେ ଯେତେ ଚେଷ୍ଟା କଲେ ବି କଳା ଦାଗ ଲଗାଇ ପାରିବେନି। ଚକ୍ରାନ୍ତକାରୀଙ୍କର ସମସ୍ତ ଚକ୍ରାନ୍ତ ପଣ୍ଡ ହେବ। ସତ୍ୟ ସବୁବେଳେ ସତ୍ୟ ଏବଂ ସତ୍ୟ ସାମ୍ନାକୁ ଆସିବ। ଚକ୍ରାନ୍ତକାରୀ ମାନେ ମାରିଛନ୍ତି, ଭାରତୀୟ ଜନତା ପାର୍ଟି ସହଯୋଗରେ ଚକ୍ରାନ୍ତକାରୀ ମାନେ ମାରିଛନ୍ତି।